ଆମେ ରାଜ୍ୟପାଳଙ୍କୁ ଭେଟିଲୁ ସେତେବେଳେ ଓଡ଼ିଶାର ବର୍ତ୍ତମାନ ଚାଷର ପିକ୍ ସମୟ ଅଛି। ଚାଷୀ ପାଖରେ ସାର ଆଭେଲେବୁଲ ନାହିଁ। ଯାହା ଯୋଉଠି ଅଛି ସେ ସବୁ କଳାବଜାରୀ ଯୋଉମାନେ ବିଜେପିର ନେତା ଆଉ କର୍ମୀ ତାଙ୍କରି ପାଖରେ ସାର ହୋଲ୍ଡିଂ ହେଇକି ଅଛି ପଞ୍ଚାୟତରେ ବ୍ଲକ। ସେମାନେ କଳାବଜାରୀ କରି ବିକୁଛନ୍ତି। ଯୋଉ ସାର ରେଟ୍ଟା 2021 ଟଙ୍କା ତାକୁ ବିକୁଛନ୍ତି 3000 ଟଙ୍କା। ଯୋଉ ୟୁରିଆ ସାର 266 ଟଙ୍କା ତାକୁ ବିକୁଛନ୍ତି 700 ଟଙ୍କା। ଆଜି ଆମେ ରାଜ୍ୟପାଳଙ୍କୁ ଭେଟିଲୁ ଯେତେବେଳେ ଓଡ଼ିଶାର ବର୍ତ୍ତମାନ ଚାଷର ପିକ୍ ସମୟ ଅଛି। ଚାଷୀ ପାଖରେ ସାର ଆଭେଲେବୁଲ ନାହିଁ। କୌଣସି ପ୍ୟାକ୍ ଲ୍ୟାମ୍ପ କୌଣସି ଜାଗାରେ ସାର ଆଭେଲେବୁଲ ନାହିଁ ଏବଂ ଯାହା ଯୋଉଠି ଅଛି ସେ ସବୁ କଳାବଜାରୀ ଯୋଉମାନେ ବିଜେପିର ନେତା ଆଉ କର୍ମୀ ତାଙ୍କରି ପାଖରେ ସାର ହୋଲ୍ଡିଂ ହେଇକି ଅଛି ପଞ୍ଚାୟତରେ ବ୍ଲକରେ। ସେମାନେ କଳାବଜାରୀ କରି ବିକୁଛନ୍ତି। ଯୋଉ ସାର ରେଟ୍ଟା 2021 ଟଙ୍କା ତାକୁ ବିକୁଛନ୍ତି 3000 ଟଙ୍କା। ଯୋଉ ୟୁରିଆ ସାର 266 ଟଙ୍କା ତାକୁ ବିକୁଛନ୍ତି 700 ଟଙ୍କା। ତାଙ୍କୁ ଆମେ ରାଜ୍ୟପାଳଙ୍କ ପାଖରେ ଏଟା ହସ୍ତଗତ କରେଇଲୁ। ଏ ଜିନିଷଟାକୁ ତାଙ୍କୁ ଜଣେଇଲୁ ଯେ ବର୍ତ୍ତମାନ ଚାଷର ଠିକ୍ ଟାଇମ୍ ଆଉ 15 ଦିନ ଭିତରେ ଚାଷ ସାର କାମ ସରିଯିବ। ତେଣୁକରି ସାରକୁ ଯୋଉ ନୂଆ ଗୋଟେ ଭେଳିକି ହଉଛି ନୂଆ ସାର ଆସିବ ଏକ୍ସପେରିମେଣ୍ଟ ହବ। ଚାଷୀ ଆଦରେ ଭାରାକ୍ରାନ୍ତ ହଉଛି। ଚାଷୀ ମୁଣ୍ଡରେ ଚିନ୍ତା ହଉଛି। ଚାଷୀ ରାତିରେ ଲାଇନରେ ଠିଆ ହଉଛି। ଚାଷ ବିଲରେ ଚାଷ କରିବ, ରୁଆପୋତା କାମ କରିବ, ଲୋକ ପକେଇ କାମ କରିବ ନା ଏଠି ଲାଇନରେ ଠିଆ ହବ। ଏବଂ ଦେଖିବେ ଚାଷକୁ ନେଇକରି ଯୋଉ ଭଳିଆ ସରକାରଙ୍କର ଯୋଉ ଷଡ଼ଯନ୍ତ୍ର ସମବାୟ ବିଭାଗ, କୃଷି ବିଭାଗ ଏବଂ ଅଫିସର ସବୁ ଦୁର୍ନୀତିଗ୍ରସ୍ତ ହିସାବରେ ଅଛନ୍ତି ଯେ ଚାଷୀ କି ଗୋଟେ ସେଣ୍ଟର ପଏଣ୍ଟ ଓଡ଼ିଶାର କୃଷି ପ୍ରଧାନ ରାଜ୍ୟ ଚାଷୀଙ୍କ ସମ୍ପତ୍ତି ସରକାରଙ୍କର ଜମା ସମବେଦନା ନାହିଁ। ଚାଷରେ ସାର ଇସ୍ୟୁ ଏତେ ହେଲାଣି ସରକାର ଆଗକୁ ଆସି ତାର ସମାଧାନ ରାସ୍ତା କିଛି ବାହାର କରୁନାହାନ୍ତି। ସେଥିପାଇଁ ଆମେ ଆଜି ବାଧ୍ୟ ହେଇକରି ଓଡ଼ିଶା କୃଷକ ଜନତା କଂଗ୍ରେସ ତରଫରୁ ଆସିକରି ରାଜ୍ୟପାଳଙ୍କୁ ଭେଟିଲୁ। ରାଜ୍ୟପାଳ ପ୍ରତିଶ୍ରୁତି ଦେଇଛନ୍ତି ଯେ ହାଇ ଲେଭେଲ ମିଟିଂ ଡାକିବେ। ହାଇ ଲେଭେଲ ମିଟିଂ ଡାକି ତୁରନ୍ତ ଚାଷୀର ଯୋଉ ସାର ସମସ୍ୟା ହେଇଛି ସେ ସାର ସମସ୍ୟାକୁ ସରକାର ସର୍ଟ ଆଉଟ୍ କରିବାକୁ ରାଜ୍ୟପାଳ ହସ୍ତକ୍ଷେପ କରିବେ ଏବଂ ଯଦି ଏ କଥାରେ ସରକାର କିଛି ଟାଳଟୁଳ ନୀତି କରନ୍ତି ତାହେଲେ ଆଗାମୀ ଦିନରେ ଆମେ ନିହାତି ରାସ୍ତା ଓହ୍ଲେଇବୁ, ରଣନୀତି ତିଆରି ହେବ।